ବନ୍ଧୁମାନେ ମହାରାଷ୍ଟ୍ର ପୁଲିସ ବିଭାଗରେ ସିଦ୍ଧାର୍ଥ ଗଜମୀ ନାମକ ଜଣେ ହାବିଲଦାର କାମ କରୁଥିଲେ। ତାଙ୍କ ନିଜ ଗାଁରେ ତାଙ୍କର କିଛି ଜମି ଥିଲା ଏବଂ ସେହି ଜମି ନେଇ ଗାଁର ଗୁଣ୍ଡା ଓ ପ୍ରଭାବଶାଳୀ ଲୋକଙ୍କ ସହ ତାଙ୍କର ତୀବ୍ର ବିବାଦ ହେଲା। ସେହି ଗୁଣ୍ଡାମାନେ ତାଙ୍କୁ ନିର୍ମମ ଭାବେ ପିଟିଲେ, ନିର୍ତ୍ତନ ଦେଲେ। ଏହି ଘଟଣାରେ ହାବିଲଦାର ସିଦ୍ଧାର୍ଥ ବହୁତ ଦୁଃଖୀ ହେଲେ। କଣ କରିବେ ବୁଝି ନ ପାରି ସେ ତାଙ୍କର ଅନ୍ତରଙ୍ଗ ବନ୍ଧୁଙ୍କ ପାଖକୁ ଗଲେ। ସେହି ବନ୍ଧୁ ପାଖ ଗାଁରେ ରହୁଥିଲେ। ତାଙ୍କ ନାମ ଭଜ୍ୟଲାଲ ଭୋତମାଙ୍ଗେ। ସିଦ୍ଧାର୍ଥ ତାଙ୍କ ସହ ନିଜର ସମସ୍ୟା ବାଣ୍ଟିଲେ। ମୁଁ ଏବେ କଣ କରିବି, ମୋତେ କିଛି ବୁଝାପଡୁନି। ସେମାନେ ଗାଁରେ ଶକ୍ତିଶାଳୀ ଉଚ୍ଚ ଜାତିର ଲୋକ। ସିଦ୍ଧାର୍ଥ ଦଳିତ ସମାଜରୁ ଥିବାରୁ ଏହି ବିବାଦ ଆହୁରି ସମ୍ବେଦନଶୀଳ ହୋଇପଡ଼ିଲା। ଭଜ୍ୟଲାଲ ତାଙ୍କୁ ସାନ୍ତ୍ୱନା ଦେଇ କହିଲେ, ଚାଲ ଆମେ ଥାନାକୁ ଯିବା। ମୁଁ ସାକ୍ଷୀ ଦେବି, କାରଣ ସେହି ଝଗଡ଼ା ସବୁ ମୋ ଆଗରେ ହିଁ ହୋଇଥିଲା। ଏହିପରି ସେମାନେ ଥାନାକୁ ଯାଇ ସେହି ଗୁଣ୍ଡାଙ୍କ ମଧ୍ୟରୁ 15 ଜଣଙ୍କ ବିରୁଦ୍ଧରେ ଅଭିଯୋଗ କଲେ। ପୁଲିସ ତୁରନ୍ତ ଆକ୍ରମଣ କରି ସେମାନଙ୍କ ମଧ୍ୟରୁ 12 ଜଣଙ୍କୁ ଗିରଫ କଲା। କିନ୍ତୁ ଗିରଫ ପରେ ମଧ୍ୟ ଦିନ ଗଡ଼ିବା ସହ ସିଦ୍ଧାର୍ଥଙ୍କ ବନ୍ଧୁ ଭଜ୍ୟଲାଲଙ୍କ ଉପରେ ଚାପ ବଢ଼ିବାକୁ ଲାଗିଲା। ସେହି ଗୁଣ୍ଡାମାନେ ତାଙ୍କୁ ଧମକ ଦେବାକୁ ଆରମ୍ଭ କଲେ, ତୁ ତୋ ସାକ୍ଷୀ ଫେରାଇନେ, ନହେଲେ ତୋ ପାଇଁ ଭଲ ହେବ ନାହିଁ। ସିଦ୍ଧାର୍ଥ ଜଣେ ପୁଲିସ ଅଫିସର ଥିବାରୁ ସେମାନେ ତାଙ୍କୁ ସିଧାସିଧି ମୁହାଁମୁହିଁ ହୋଇପାରିଲେ ନାହିଁ। ତେଣୁ ପାଖ ଗାଁର ଏହି ସାକ୍ଷୀକୁ ଜୋର ଜବରଦସ୍ତ ବଦଳାଇବାକୁ ଚେଷ୍ଟା କଲେ। କିନ୍ତୁ ଭଜ୍ୟଲାଲ ନିଜ କଥାରେ ଅଟଳ ରହି ଟିକେ ମଧ୍ୟ ପଛକୁ ହଟିଲେ ନାହିଁ। ଏହିପରି କିଛି ସମୟ ଗଲା ପରେ ଗିରଫ ହୋଇଥିବା ଲୋକଙ୍କୁ ଜାମିନ ମିଳିଲା। ଜାମିନରେ ବାହାରିବା ପରେ ସେହି ଗୁଣ୍ଡାମାନେ ଏକ ଭୟଙ୍କର ଅମାନୁଷିକ ଘଟଣାରେ ଲିପ୍ତ ହେଲେ। ଏହି ଘଟଣାର ପ୍ରତିଧ୍ୱନି ସମଗ୍ର ଭାରତରେ ବ୍ୟାପିଗଲା ଓ କେବଳ ଭାରତରେ ନୁହେଁ, ବିଦେଶରେ ମଧ୍ୟ ମିଡିଆ ଏହି ଘଟଣାକୁ ବ୍ୟାପକ ଭାବେ ପ୍ରକାଶ କଲା। କିନ୍ତୁ ଏହି ମିଡିଆ କଭରେଜ ଘଟଣା ଘଟିବାର 60 ଦିନ ଆଗରୁ ହିଁ ଆରମ୍ଭ ହୋଇଥିଲା। ଲୋକେ ରାସ୍ତାକୁ ଓହ୍ଲାଇ ବିକ୍ଷୋଭ କଲେ, ହଟ୍ଟଗୋଳ ସୃଷ୍ଟି କଲେ। ସେହି ବିକ୍ଷୋଭ ସମୟରେ କିଛି ଲୋକ ଜୀବନ ହରାଇଥିବା ମଧ୍ୟ କୁହାଯାଏ। ଏହି ଘଟଣା ମହାରାଷ୍ଟ୍ରରେ ଓ ସମଗ୍ର ଭାରତରେ ଏତେ ଆଘାତ ସୃଷ୍ଟି କରିଥିଲା ଯେ ଆଜି ମଧ୍ୟ ସେହି ଘଟଣା ମନେ ପଡ଼ିଲେ ଲୋକେ ଥରି ଉଠନ୍ତି। ଆଜି ଆମେ ସେହି ସମ୍ପୂର୍ଣ୍ଣ ସତ୍ୟ କାହାଣୀ ବିଷୟରେ କଥା ହେବାକୁ ଯାଉଛୁ। ତେଣୁ ଏହି ଭିଡିଓ ବହୁତ ରୋଚକ ହେବ, ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ମହାରାଷ୍ଟ୍ରରେ ଭାଣ୍ଡାରା ନାମକ ଏକ ଜିଲ୍ଲା ଅଛି ଏବଂ ତା ଅଧୀନରେ ମୋହାଡି ତାଲୁକାରେ ଖୈରଲାଞ୍ଜି ନାମକ ଏକ ଛୋଟ ଗାଁ। ଏଠାରେ ହିଁ ଏହି ଭୟଙ୍କର ଘଟଣା ଘଟିଥିଲା। 29 ସେପ୍ଟେମ୍ବର 2006 ସନ୍ଧ୍ୟାରେ ପ୍ରାୟ 6ଟା ବେଳେ ପାଖ ଗାଁରୁ କିଛି ଲୋକ ଟ୍ରାକ୍ଟର ଟ୍ରଲିରେ ଚଢ଼ି ଖୈରଲାଞ୍ଜିରେ ପହଞ୍ଚିଲେ। ସେମାନଙ୍କ ହାତରେ ବାଡ଼ି, ରଡ ଭଳି ଅସ୍ତ୍ରଶସ୍ତ୍ର ଥିଲା। ଆସୁଥିବା ବେଳେ ସେମାନେ ଜୋରେ ଚିତ୍କାର କରୁଥିଲେ। ଜଣେ ନିର୍ଦ୍ଦିଷ୍ଟ ବ୍ୟକ୍ତିଙ୍କ ନାମ ନେଇ କହୁଥିଲେ, ଆଜି ତାକୁ ଦେଖିବାକୁ ହେବ। ସେହି ବ୍ୟକ୍ତିଙ୍କ ଘରେ ପହଞ୍ଚିବା ଆଗରୁ ସେମାନେ ବଡ଼ ଜଟଳା କରି ଆସୁଥିବା ଖବର ତାଙ୍କୁ ମିଳିଗଲା। ତେଣୁ ସେ ତୁରନ୍ତ ସେଠାରୁ ପଳାଇ ନିଜ ଜୀବନ ବଞ୍ଚାଇଲେ। ସେହି ବ୍ୟକ୍ତି ଆଉ କେହି ନୁହନ୍ତି, ଆମେ ଆଗରୁ ଯାହା ବିଷୟରେ କହିଛୁ, ଭଜ୍ୟଲାଲ ଭୋତମାଙ୍ଗେ। ସେ ପଳାଇଗଲେ, କିନ୍ତୁ ଘରେ ତାଙ୍କ ପରିବାରର ସଦସ୍ୟମାନେ ଥିଲେ। ତାଙ୍କ ପତ୍ନୀ ସୁରେଖା ଭୋତମାଙ୍ଗେ, 17 ବର୍ଷର ଝିଅ ପ୍ରିୟଙ୍କା, 19 ବର୍ଷର ପୁଅ ରୋଶନ ଏବଂ 21 ବର୍ଷର ପୁଅ ସୁଧୀର। ଘରର ମାଲିକ ଭଜ୍ୟଲାଲ ପଳାଇଗଲେ, କାରଣ ସେ ଭାବିଥିଲେ ଶତ୍ରୁତା ତାଙ୍କ ସହ ହିଁ ପରିବାରକୁ କିଛି କରିବେ ନାହିଁ। କିନ୍ତୁ ସେହି ଗୁଣ୍ଡାଙ୍କ ରାଗ ଏତେ ଭୟଙ୍କର ଥିଲା ଯେ ତାହା ପୂରା ପରିବାର ଉପରେ ବ୍ୟାପିଗଲା। ସେମାନେ ଘରେ ପହଞ୍ଚି ସୁରେଖାଙ୍କୁ ଭଜ୍ୟଲାଲ ବିଷୟରେ ପଚାରିଲେ। ସେ ନ କହିବାରୁ ସେମାନଙ୍କ ପ୍ରକୃତ ରାକ୍ଷସୀ ରୂପ ବାହାରିଲା। ସୁରେଖାଙ୍କୁ ଧରି କେତେକ ଲୋକ ଘର ଭିତରକୁ ପଶି ପ୍ରିୟଙ୍କା, ରୋଶନ, ସୁଧୀରଙ୍କୁ ଜୋର ଜବରଦସ୍ତ ବାହାରକୁ ଟାଣି ଆଣିଲେ। 4 ଜଣଙ୍କୁ ନିର୍ମମ ଭାବେ ପିଟିବା ଆରମ୍ଭ କଲେ। ତାପରେ ସେମାନଙ୍କ ସମ୍ମାନ ନଷ୍ଟ କରି ପୂରା ଗାଁରେ ଘୁରାଇବାକୁ ଲାଗିଲେ। ମା ଓ ଝିଅ କାନ୍ଦି କାନ୍ଦି ଦୟା ମାଗୁଥିଲେ।
ପୁଅମାନେ ସେମାନଙ୍କ ମା ଓ ଭଉଣୀଙ୍କୁ ବଞ୍ଚାଇବାକୁ ଜୋରେ ଚିତ୍କାର କରୁଥିଲେ, କିନ୍ତୁ ସେହି ଗୁଣ୍ଡାଙ୍କ ହୃଦୟ ଗଳିଲା ନାହିଁ। ସେମାନଙ୍କ ନର୍ତ୍ତନ ଜାରି ରହିଲା। ଯେତେବେଳେ ସୀମା ଅତିକ୍ରମ ହେଲା, ସେହି ଜଟଳାରେ ଥିବା ଅନେକ ମା ଓ ଝିଅଙ୍କ ଉପରେ ଅମାନୁଷିକ ଜନନର୍ତ୍ତନ କଲେ। ଦିଲ୍ଲୀରେ ନିର୍ଭୟାଙ୍କ ସହ ଯାହା ଘଟିଥିଲା, ଏଠାରେ ମଧ୍ୟ ସେହିପରି ଶାରୀରିକ ଭାବେ ଭୟଙ୍କର ନର୍ତ୍ତନ ହେଲା। ଏହି ଯନ୍ତ୍ରଣା 3 ରୁ 4 ଘଣ୍ଟା ଧରି ଚାଲିଲା। ଶେଷରେ 4 ଜଣ ହିଁ ପ୍ରାଣ ହରାଇଲେ। ମୃତ୍ୟୁ ପରେ ସେହି ଗୁଣ୍ଡାମାନେ ସେହି ଶବଗୁଡ଼ିକୁ ଗାଁ ପାଖରେ ଥିବା ଖାଲରେ ଫୋପାଡ଼ି ଚାଲିଗଲେ। ଏବେ ଭଜ୍ୟଲାଲ ବୁଝିଲେ ଯେ ତାଙ୍କ ପରିବାର ଉପରେ କିଛି ଭୟଙ୍କର ଘଟଣା ଘଟିଛି। ଭୟରେ ସେହି ରାତି ଘରକୁ ଫେରିଲେ ନାହିଁ। ପରଦିନ ମଧ୍ୟ ଘରକୁ ଗଲେ ନାହିଁ। 1 ଅକ୍ଟୋବର ପର୍ଯ୍ୟନ୍ତ ସେ ଗାଁକୁ ଯିବାକୁ ସାହସ କରିପାରିଲେ ନାହିଁ। ଆତ୍ମୀୟ ଓ ପରିଚିତଙ୍କ ଉତ୍ସାହରେ ସେ ସାହସ ସଂଗ୍ରହ କରି ଥାନାକୁ ଗଲେ ଓ ପୂରା ଘଟଣା ବର୍ଣ୍ଣନା କଲେ। ତାପରେ ପୁଲିସ ଖାଲରୁ ଶବଗୁଡ଼ିକୁ ବାହାର କଲା। ପ୍ରଥମ ଦିନ ମା ଓ ପୁଅମାନଙ୍କ ଶବ ମିଳିଲା, କିନ୍ତୁ ଝିଅ ପ୍ରିୟଙ୍କାଙ୍କ ଶବ 2 ଅକ୍ଟୋବରରେ ହିଁ ମିଳିଲା। ପୋଷ୍ଟମର୍ଟମ କରାଗଲା, କିନ୍ତୁ ସେହି ରିପୋର୍ଟରେ ଜନନର୍ତ୍ତନ ବା ଅମାନୁଷିକ ଆକ୍ରମଣ ବିଷୟରେ କିଛି ଉଲ୍ଲେଖ ନଥିଲା ଓ ଯଦିଓ ପୂରା ଗାଁ ସେହି ନିର୍ମମତା ନିଜ ଆଖିରେ ଦେଖିଥିଲା। ଭଜ୍ୟଲାଲ ପୁଣି ପୋଷ୍ଟମର୍ଟମ ପାଇଁ ଅନୁରୋଧ କଲେ ଏବଂ 6 ଅକ୍ଟୋବରରେ ପୁଣି ପରୀକ୍ଷା ହେଲା। ସେତେବେଳକୁ ଶବଗୁଡ଼ିକ ପଚିଯାଇଥିବାରୁ ଡାକ୍ତରମାନେ କହିଲେ, ଏବେ ପ୍ରମାଣ ମିଳିବା ଅସମ୍ଭବ। ଏହିପରି ସତ୍ୟକୁ ଲୁଚାଇ ଦିଆଗଲା। ପୁଲିସ ଓ ସରକାରୀ ଅଧିକାରୀମାନେ ଏହି ମାମଲାକୁ ସମ୍ପୂର୍ଣ୍ଣ ବନ୍ଦ କରିବାକୁ ଚେଷ୍ଟା କଲେ। ପ୍ରଥମ କିଛି ଦିନ କେବଳ ଏକ ସ୍ଥାନୀୟ ଖବରକାଗଜ ଏହା ବିଷୟରେ ଲେଖିଥିଲା, କିନ୍ତୁ ଟାଇମ୍ସ ଅଫ୍ ଇଣ୍ଡିଆ ଖବରକାଗଜକୁ ଏହି ଖବର ମିଳିଲା ଏବଂ ପୂରା ଘଟଣାକୁ ବିସ୍ତାରିତ ଭାବେ ପ୍ରକାଶ କଲା। ତାପରେ ଏହି ଖବର ଦେଶସାରା ବ୍ୟାପିଗଲା। ପରେ ଇଣ୍ଡିଆନ ଏକ୍ସପ୍ରେସ, ଦି ହିନ୍ଦୁ ଭଳି ବଡ଼ ଇଂରାଜୀ ଖବରକାଗଜ ମଧ୍ୟ ଏହି ବିଷୟକୁ ଉଠାଇଲେ। ଡିସେମ୍ବର ମାସ ଆସିବା ସମୟରେ ଇଲେକ୍ଟ୍ରୋନିକ ମିଡିଆ ଓ ସରକାର ଆଖି ଖୋଲିଲେ। ଏହା ଫଳରେ ସମଗ୍ର ମହାରାଷ୍ଟ୍ରରେ ବିକ୍ଷୋଭ ଆରମ୍ଭ ହେଲା ଓ ପୁଣେ, ମୁମ୍ବାଇ, ନାଗପୁର ଭଳି ସହରଗୁଡ଼ିକରେ ସାମାଜିକ ସଂଗଠନ ଓ ଲୋକେ ରାସ୍ତାକୁ ଓହ୍ଲାଇ ସରକାରଙ୍କୁ ପ୍ରଶ୍ନ କଲେ। ସେତେବେଳର ମୁଖ୍ୟମନ୍ତ୍ରୀ ବିଲାସରାଓ ଦେଶମୁଖ ଓ ଗୃହମନ୍ତ୍ରୀ ଆର ପାଟିଲଙ୍କ ଉପରେ ଗୁରୁତର ପ୍ରଶ୍ନ ଉଠିଲା। ପ୍ରଥମେ ଏହି ଘଟଣାକୁ ଜାତି ନର୍ତ୍ତନ ନୁହେଁ, ନକ୍ସାଲ ଆକ୍ରମଣ ଭାବେ ଚିତ୍ରଣ କରିବାକୁ ଚେଷ୍ଟା ହେଲା, କିନ୍ତୁ ବିକ୍ଷୋଭ ବଢ଼ିବା ପରେ ସିବିଆଇ ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଗଲା। ସିବିଆଇ ତଦନ୍ତ କରି 36 ଜଣଙ୍କୁ ଗିରଫ କଲା ଓ 11 ଜଣଙ୍କ ବିରୁଦ୍ଧରେ ଚାର୍ଜସିଟ ଦାଖଲ କଲା। 2008ରେ ଫାଷ୍ଟ ଟ୍ରାକ କୋର୍ଟ 3 ଜଣଙ୍କୁ ନିର୍ଦ୍ଦୋଷ ଘୋଷଣା କରି ମୁକ୍ତ କଲା ଓ 8 ଜଣଙ୍କୁ ଦୋଷୀ ସାବ୍ୟସ୍ତ କଲା। ସେମାନଙ୍କ ମଧ୍ୟରୁ 6 ଜଣଙ୍କୁ ଫାଶୀଦଣ୍ଡ ଓ ବାକି 2 ଜଣଙ୍କୁ 25 ବର୍ଷର କଠୋର କାରାଦଣ୍ଡ ଦିଆଗଲା। କିନ୍ତୁ ବମ୍ବେ ହାଇକୋର୍ଟ ଫାଶୀଦଣ୍ଡକୁ ବଦଳାଇ ସମସ୍ତଙ୍କୁ 25 ବର୍ଷର କଠୋର କାରାଦଣ୍ଡ ନିଶ୍ଚିତ କଲା। ଏହି ମାମଲା ସୁପ୍ରିମକୋର୍ଟରେ ପହଞ୍ଚିଥିଲେ ମଧ୍ୟ ଦୀର୍ଘଦିନ ଧରି ଝୁଲି ରହିଛି। ଏହା ମଧ୍ୟରେ 20 ଜାନୁଆରୀ 2017ରେ ଭଜ୍ୟଲାଲଙ୍କ ସ୍ୱାସ୍ଥ୍ୟ ହଠାତ୍ ଖରାପ ହେଲା। ଭାଣ୍ଡାରା ଜିଲ୍ଲା ହସ୍ପିଟାଲରୁ ନାଗପୁରକୁ ରେଫର କରାଗଲା, କିନ୍ତୁ ପଥରେ ହୃଦଘାତରେ ତାଙ୍କର ମୃତ୍ୟୁ ହେଲା। ନ୍ୟାୟ ପାଇଁ ଅପେକ୍ଷା କରୁଥାଇ ପୂର୍ଣ୍ଣ ନ୍ୟାୟ ନ ମିଳିତି ସେ ଆଖି ବୁଜିଲେ। ଗାଁରେ ଅନେକ ଲୋକ ଏହି ଭୟଙ୍କର ଘଟଣା ନିଜ ଆଖିରେ ଦେଖିଥିଲେ, କିନ୍ତୁ ଭୟରେ କେହି ସାକ୍ଷୀ ଦେବାକୁ ଆଗେଇ ଆସିଲେ ନାହିଁ। କେବଳ ଭଜ୍ୟଲାଲ ହିଁ ସାକ୍ଷୀ ଭାବେ ରହିଲେ। ପରେ କିଛି ଗୁଜବ ଛଡ଼ାଗଲା। ସିଦ୍ଧାର୍ଥ ହାବିଲଦାରଙ୍କ ସହ ସୁରେଖାଙ୍କର ଅବୈଧ ସମ୍ପର୍କ ଥିଲା, କିନ୍ତୁ ମିଡିଆ ରିପୋର୍ଟ ଓ ତଦନ୍ତ ଫଳାଫଳ ସ୍ପଷ୍ଟ କହୁଛି ପ୍ରକୃତ କାରଣ ଥିଲା ଜମି ବିବାଦ ଓ ଭଜ୍ୟଲାଲଙ୍କ ଦେଇଥିବା ସାକ୍ଷୀ। ତେଣୁ ସେହି ପୂରା ପରିବାରକୁ ଏତେ ନିର୍ମମ ଭାବେ, ହିଂସର ଭାବେ ଶେଷ କରାଗଲା। ବନ୍ଧୁମାନେ, ଏହି ଘଟଣା କହିବାର ପଛରେ ଉଦ୍ଦେଶ୍ୟ କାହାର ମନକୁ ଆଘାତ ଦେବା ନୁହେଁ, ଆପଣଙ୍କୁ ଆହୁରି ସତର୍କ ଓ ସଚେତନ କରିବା। ସମାଜରେ ଏଭଳି ହିଂସା ଆଉ ନ ଘଟୁ ତା ପାଇଁ
आमे समस्ते जाग्रत रहिबा दरकार, निजकु रक्षा करिबा दरकार। एभली सत्य घटना जानिबा बहुत जरूरी, कारण समाज आउ एभली राक्षसिया कांडकु सह्य करिबा उचित नुहे। आपण माने मध्य जदि एभली सत्य कहानी ओ सूचना पाइबाकु चाहंती तेबे एबे ही एही चैनल को सब्सक्राइब करंतु ओ बेल आइकन दबाइबाकु भूलंतु नाही।